ଭଣ୍ଡ ଖ୍ରୀଷ୍ଟର ଆଗମନର ସମୟ ହେଇଗଲା। ପ୍ରିୟମାନେ, ପ୍ରକୃତରେ ଭଣ୍ଡ ଖ୍ରୀଷ୍ଟ ଆକ୍ଚୁଆଲି ମାନେ ଶେଷ ଖ୍ରୀଷ୍ଟାରେ ଆକ୍ଚୁଆଲି ଏହି ଜଗତରେ ଅଛି ବର୍ତ୍ତମାନ। ସେ କିଏ ହୋଇଥିବ କାହାକୁ ବି ଜଣା ନାହିଁ। ଇନଫ୍ୟାକ୍ଟ ତାକୁ ବି ଜଣା ନାହିଁ। ତାକୁ କାହିଁକି ଜଣା ନାହିଁ କହିବି? ଭଣ୍ଡ ଖ୍ରୀଷ୍ଟ କିଏ ବି ଜାଣିନାହାନ୍ତି। ସେ ଯେ ଭଣ୍ଡ ଖ୍ରୀଷ୍ଟ ହେବ ଆଗାମୀ ଭବିଷ୍ୟତରେ ଅତି ଶୀଘ୍ର, ସେ ବି ବର୍ତ୍ତମାନ ଜାଣିନାହିଁ କି ସେହି ଭଣ୍ଡ ଖ୍ରୀଷ୍ଟ ଅଟେ ବୋଲି। ନାଇଁ କି? ତ ଜଗତରେ ହାଲତ ବିଲକୁଲ ଠିକ୍ ନାହିଁ। ଯାହା ମାନେ ସମ୍ବାଦମାନଙ୍କରେ ଆମେ ଦେଖୁଛୁ ତାହା କେବଳ ସବୁ 50% ହିଁ ଟ୍ରୁଥ୍ ଅଟେ, 100% ସତ ନୁହେଁ। କାରଣ ସବୁକିଛି ନ୍ୟୁଜ୍ ମାଧ୍ୟମରେ ଲୋକମାନଙ୍କୁ ଦେଖାଇବାକୁ ସରକାର ପ୍ରଶାସନ ମନା କରିଛି। ଖାଲି ଇଣ୍ଡିଆନ୍ ସରକାର नहीं, सारा वर्ल्डର ସରକାର ମନା କରିଛି। ଦିଖାରେ କୁଛ है, पीछे कुछ हो रहा है। ପଛରେ କିଛିଟା ହେଉଛି ଆଉ ଆଗେ କିଛିଟା ଦେଖାଉଛନ୍ତି ଲୋକମାନଙ୍କୁ ବାଟ ହରା କରିବା ପାଇଁ, ଡାଇଭର୍ଟ କରିବା ପାଇଁ। ତେଣୁକରି ଯାହା ନ୍ୟୁଜ୍ରେ ଦେଖୁଛନ୍ତି ତାହା 100% ବିଲିଭ୍ କରନ୍ତୁ ନାହିଁ। ଯାହା ବି ହେଉ, ପ୍ରଭୁଙ୍କର ଆଗମନର ବହୁତ ନିକଟବର୍ତ୍ତୀ ହେଇଗଲୁ ପ୍ରିୟମାନେ। ଆଚ୍ଛା, ବର୍ତ୍ତମାନ ଆଉ ଗୋଟେ କ୍ୱେଶ୍ଚନ୍ ଆପଣଙ୍କୁ ପଚାରୁଛି। ଆମେମାନେ ଦୁଇଟି ବିଷୟ ସବୁବେଳେ ଶୁଣିଥାଉ, ଭଣ୍ଡ ଖ୍ରୀଷ୍ଟ ଆଉ ଖ୍ରୀଷ୍ଟାରୀ। ନାଇଁ କି? କ'ଣ କହିବି ଇଂରାଜୀରେ? ଫଲ୍ସ କ୍ରାଇଷ୍ଟ ନମ୍ବର 1 ଆଉ ନମ୍ବର 2 ଆଣ୍ଟି କ୍ରାଇଷ୍ଟ। ଏ ଦୁଇଟା ଭିତରେ ଫରକ କ'ଣ? ସେ ଦୁଇ ଜଣ ଅଲଗା ଅଲଗା କି? ଭଣ୍ଡ ଖ୍ରୀଷ୍ଟ ଆଉ ଖ୍ରୀଷ୍ଟାରୀ। ଖ୍ରୀଷ୍ଟାରୀର ଅର୍ଥ ହେଲା ଖ୍ରୀଷ୍ଟ ବିରୋଧୀ। ଓକେ, ତ ଏଇ ଭଣ୍ଡ ଖ୍ରୀଷ୍ଟକୁ ଆଉ ଖ୍ରୀଷ୍ଟାରୀକୁ ଏ ଦୁଇ ଜଣଙ୍କ ମଧ୍ୟରେ ଫରକ କ'ଣ? ଦୁଇ ଜଣ ସେମ୍ ଅଟନ୍ତି ନା କିଛି ଫରକ ଅଛି? ଯଦି ସେମ୍ ଅଟନ୍ତି ତାହେଲେ ଅଲଗା ଅଲଗା ନାମ କାହିଁକି ଦିଆ ହେଲା? ପ୍ରେଜ୍ ଦ ଲର୍ଡ। ଆମେ ଶୁଣିଥିଲୁ ଅବଶ୍ୟ ଏଇଟା ପ୍ରକାଶିତ ବାକ୍ୟ କହିଲା ବେଳେ ହିଁ କହିଥିଲି, ଭଣ୍ଡ ଖ୍ରୀଷ୍ଟ ମାନେ ଶେଷ ଯୁଗରେ, ଏଇ ଶେଷ ଦିନମାନଙ୍କରେ ଖ୍ରୀଷ୍ଟଙ୍କ ପରି ଜଣେ ବ୍ୟକ୍ତି ଉପସ୍ଥିତ ହୋଇକି ଲୋକମାନଙ୍କୁ ଶାନ୍ତିର ବାର୍ତ୍ତା ପ୍ରଚାର କରିବ, ଯାହାକୁ ଏ ସାରା ଜଗତ ତାକୁ ଖ୍ରୀଷ୍ଟଙ୍କ ପରି ନେଇଯିବେ। ଏସ୍ପେଶାଲି ଜିହୁଦୀମାନେ ମସିହା ପରି ଗ୍ରହଣ କରିବେ ତାକୁ। କିନ୍ତୁ ସେ ମସିହା ନୁହେଁ। ଆମେମାନେ ଜାଣୁ ସେ ଗୋଟେ ମିଥ୍ୟା ମସିହା ଅଟେ, ଭଣ୍ଡ ଖ୍ରୀଷ୍ଟ। ହି ଇଜ୍ ଫଲ୍ସ କ୍ରାଇଷ୍ଟ, ସତ ଖ୍ରୀଷ୍ଟ ନୁହେଁ। ଓକେ, ତ ସାରା ଜଗତ ତାକୁ ଗ୍ରହଣ କରିନେବ। ତ ଖ୍ରୀଷ୍ଟାରୀ କିଏ? ସେ ଏକା ଜଗତର ଲୋକମାନେ ଏସ୍ପେଶାଲି ଯେପରିକି ସତ୍ୟ ଖ୍ରୀଷ୍ଟ ଆଡ଼କୁ ନ ଯାଆନ୍ତୁ ବୋଲି ଏକ ବିକଳ୍ପ ଖ୍ରୀଷ୍ଟ ସେ ଆସିକି ଠିଆ ହେବ ବୋଲି ଅର୍ଥ। ବୁଝିଲେ କି? ଆଉ ଗୋଟେ ଅର୍ଥ ବୁଝନ୍ତୁ ଆପଣମାନେ। ଭଣ୍ଡ ଖ୍ରୀଷ୍ଟ ପ୍ରଭୁଙ୍କ ଲୋକମାନଙ୍କ ଠାରେ କାମ କରିବ, ଆଉ ଖ୍ରୀଷ୍ଟାରୀ ବିଜାତିମାନଙ୍କ ମଧ୍ୟରେ କାମ କରୁଛି। ଏବେ ବି କେମିତି? ଖ୍ରୀଷ୍ଟାରୀ ବୋଲି କହିଲେ କ'ଣ କହିଲି? ଖ୍ରୀଷ୍ଟ ବିରୋଧୀ, ଯେ ଖ୍ରୀଷ୍ଟଙ୍କୁ ଘୃଣା କରେ। ଏବେ ଯେତେ ଜଣ ବିଜାତିମାନେ, ଏବେ ଓଡ଼ିଶାରେ ସେଦିନ ସନାତନୀ ସିନେମା ଆସିଲାରୁ କେତେ ଦଙ୍ଗା ଟାଇପ୍ ହେଲା କି ଝଗଡ଼ା, ଏତେ ରାଗି ଯାଉଛନ୍ତି। ଖ୍ରୀଷ୍ଟ ବୋଲି କହିଲେ ଏତେ ରାଗ କ'ଣ ପାଇଁ? ମାରରେ, କାଟରେ, ହାଣରେ, ଚର୍ଚ୍ଚା କୋଟାଇ ଦିଅରେ, ପାଷ୍ଟରମାନଙ୍କୁ କାଟି ପକାଓରେ। ଏଇ ଯେଉଁ ଲୋକମାନଙ୍କୁ ଉକସାଉଛି ଖ୍ରୀଷ୍ଟଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନମାନଙ୍କର ବିରୁଦ୍ଧରେ, ସୁସମାଚାର ବିରୁଦ୍ଧରେ, ବାଇବେଲ ବିରୁଦ୍ଧରେ ଉକସାଉଛି ନେଇକି ଯେଉଁ ସ୍ପିରିଟ୍, ସେ ଗୋଟେ ଖ୍ରୀଷ୍ଟାରୀର ସ୍ପିରିଟ୍। ମାନେ ଡାଇରେକ୍ଟ ସେ ଖ୍ରୀଷ୍ଟକୁ ଘୃଣା କରୁଛି ଆଉ ଖ୍ରୀଷ୍ଟ ଧର୍ମକୁ ବିନାଶ କରିବା ପାଇଁ ଲୋକମାନଙ୍କୁ ଉକସାଉଛି ଡାଇରେକ୍ଟ। ଭଣ୍ଡ ଖ୍ରୀଷ୍ଟ କିଏ? ଏଇଟା ବେଶୀ ଡେଞ୍ଜର। ଏଇଟା ଭଣ୍ଡ ଖ୍ରୀଷ୍ଟ କ'ଣ କରେ?
विजाति मान भितर काम करे नहीं ख्रीष्टियन मान भितर पशिकी कौन कर माने सत्य ख्रीष्ट आठू बाट बुलाई दे विभिन्न प्रकार वाक्य देखाई इवन जानना ये प्रभु कहते बोल भावुवे ये प्रभु देखाई दर्शन बोल भावुवे ये प्रभु देथिबा वाक्य बोले होते ये प्रभुंकर दास बोले होते ये प्रभुंकर लोक बोले होते कि से सब भंड लोक मान तार अर्थ कौन माने आज्ञा शत्रु को चिन्ह हेब किंतु आम पाखे थाए कि गात खोलुवा मित्र को चिन्ह पारिबनी बुझिले कि पॉइंट कैच करले शत्रु सामने ठिया कि आमको डायरेक्ट चैलेंज करब तोते घृणा करछे मत तुम तो भल पाऊ नहीं तोते हाणी देबे काटी डायरेक्ट कहथिबो कि तो सांग माने जम थिबे ने कि हमर सांगरे सांग परी नाटक करुथिबे किंतु आम पछर पूरा गात खोली पकाउथिबे एपरी सांग मानकु चिन्हवाट कष्ट यहाँ शत्रु ठार डेंजर ये सांग मैंने आम पाखे थे आम पापा चुगली कर पछरे जाकि आम पाखे थे आमर सिक्रेट सब जाकि बाहर कही दे आम पाखे ही थे आमर वीकनेस सब कही दे आमर पाखे ही थे आमको किमिति विनाश करिवार अलग पटे इनफॉरमेशन दे दे शत्रु सेमती नहीं शत्रु डायरेक्ट देखो तो डायरेक्ट अटैक कर से लुचा लुची खेल खेल नहीं तो भंड ख्रीष्ट सेमती पाखे ही था ख्रीष्ट परी देखा ख्रीष्ट वाक्य व्यवहार करुच्ची ख्रीष्ट आराधना हो ख्रीष्ट मंडली पर लगुथ ख्रीष्ट सभा पर लगुथ ख्रीष्ट प्रचार पर लगुथ कि ख्रीष्ट नुहे से शैतान एमती गोटे सिंह धरिकी दांत गोटे धरिकी नख धरिकी आसता तो चिन्ह दे था अरे शैतान जीवानी बोले उल्टा पटे धाई था कि शैतान जिते बड़े जीशु को रूप में केमती चिन्ह केमती चिन्ह आप कहतु तो से लोक मैंने केवल 24 घंटा आश्चर्य कर्म चिन्ह अद्भुत काम चिन्ह अद्भुत काम आश्चर्य करुले केमी चिन्हे आज्ञा फल द्वारा चिन्ह जीवन देखिकी चिन्ह साक्ष्य देखिकी चिन्ह से मोर प्रचार लक्ष्य देखिकी चिन्ह से मोर जीवन दर्शन कौन देखिकी पूरा चिन्हबार